ପାକିସ୍ତାନ କ୍ରିକେଟ ବୋର୍ଡ ଅର୍ଥାତ୍ ପିସିବିର ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ବର୍ଷା ବେଳେ ପଡ଼ିଆ ଘୋଡ଼ା ନ ଯିବାରୁ ରାଗିଗଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମହମ୍ମଦ କୈଫ। ହଁ ଦର୍ଶକ ବନ୍ଧୁ, ଚାମ୍ପିୟନ୍ ଟ୍ରଫିର ଆଜିର ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା। ଆଜି ଅର୍ଥାତ୍ ମଙ୍ଗଳବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବାର ଥିଲା, କିନ୍ତୁ ଏହି ମ୍ୟାଚ୍ ଟସ୍ ବିନା ହିଁ ବାତିଲ ହୋଇଛି। ରାଉଲପିଣ୍ଡିର ମ୍ୟାଚ୍ ପୂର୍ବରୁ ପ୍ରଚୁର ବର୍ଷା ହୋଇଥିଲା, କିନ୍ତୁ ଏହି ସମୟରେ କେବଳ ପିଚ୍ ହିଁ ଘୋଡ଼ାଇ ଦିଆଯାଇଥିଲା, ସମ୍ପୂର୍ଣ୍ଣ ପଡ଼ିଆ ନୁହଁ। ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ କୈଫ ଏହାକୁ ନେଇ ପିସିବିକୁ ସମାଲୋଚନା କରୁଛନ୍ତି। ହଁ ଦର୍ଶକ ବନ୍ଧୁ, ଭାରତର ଜଣେ ମହାନ ଫିଲ୍ଡର ହେଉଛନ୍ତି ମହମ୍ମଦ କୈଫ। ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି, ରାଉଲପିଣ୍ଡି ଗ୍ରାଉଣ୍ଡକୁ ଠିକ୍ ଭାବରେ କଭର କରାନଯିବା ଲଜ୍ଜାର କଥା। ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍, କିନ୍ତୁ ଏଭଳି ମ୍ୟାଚ୍ ପାଇଁ ପିସିବି କୌଣସି ବିଶେଷ ଧ୍ୟାନ ଦେଇନାହିଁ। ତ ପ୍ରବଳ ବର୍ଷା ଯୋଗୁଁ ଗ୍ରାଉଣ୍ଡ ଖରାପ ହୋଇପାରେ, କାରଣ ଏହି ସମସ୍ୟା ପ୍ରତିଦିନ ଦେଇନାହାନ୍ତି। ଆୟୋଜକମାନେ ଆଇସିସି ଟଙ୍କାକୁ ବୁଦ୍ଧିମତ୍ତାର ସହ ବ୍ୟବହାର କରୁଛନ୍ତି। ତ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ ହେବାର କିଛି ସମୟ ପୂର୍ବରୁ ମହମ୍ମଦ କୈଫ ଏହି ପୋଷ୍ଟ କରିଥିଲେ। ତାଙ୍କର ଅନୁମାନ ମଧ୍ୟ ଠିକ୍ ଥିଲା। କିଛି ସମୟ ପରେ ମ୍ୟାଚ୍ ବାତିଲ ହେବାର ଘୋଷଣା ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସମୟରେ ବିଶ୍ୱର ସମସ୍ତ ଆନ୍ତର୍ଜାତୀୟ ପଡ଼ିଆ ସମ୍ପୂର୍ଣ୍ଣ ଭାବରେ ଘୋଡ଼ାଇ ଦିଆଯାଉଛି, କିନ୍ତୁ ରାଉଲପିଣ୍ଡିରେ ଏହା ହୋଇନି। କୈଫ ତାଙ୍କ ପୋଷ୍ଟରେ ଗ୍ରାଉଣ୍ଡର ଫଟୋ ମଧ୍ୟ ସେୟାର କରିଛନ୍ତି, ଆପଣମାନେ ଦେଖିପାରିବେ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଏବେ ଗ୍ରୁପ୍ ବିରେ 3 ପଏଣ୍ଟ ସହିତ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆକୁ ଏବେ ବି ଆଫଗାନିସ୍ତାନ ବିପକ୍ଷରେ ଏକ ମ୍ୟାଚ୍ ଖେଳିବାକୁ ପଡ଼ିବ। ଏହାକୁ ଜିତିବା ଦ୍ୱାରା କଙ୍ଗାରୁ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବେ। ଯଦି ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ହାରିଯାଏ, ତେବେ ଏହା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବେ। ସେପଟେ ଯଦି ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରେ ଓ ସେହି ସମୟରେ ଇଂଲଣ୍ଡ ଦଳ ଆଫଗାନିସ୍ତାନକୁ ପରାସ୍ତ କରିବା ସଫଳ ହୁଏ, ଏହିପରି ପରିସ୍ଥିତିରେ ଅଷ୍ଟ୍ରେଲିଆ ଚାହିଁବ କି ଦକ୍ଷିଣ ଆଫ୍ରିକା ଯେକୌଣସି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷରେ ବିଜୟୀ ହେଉ। ଗ୍ରୁପ୍ର ସେମିଫାଇନାଲିଷ୍ଟ ଦଳଗୁଡ଼ିକ ସ୍ଥିର ହୋଇସାରିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିରେ ସ୍ଥାନ ପକ୍କା କରିସାରିଛନ୍ତି, ଯେତେବେଳେ ବି ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ଣ୍ଣାମେଣ୍ଟ ବାଦ ପଡ଼ିଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଆ ତାଜା ଖବର।